ଚାଲନ୍ତୁ ସାଙ୍ଗମାନେ ଆଜି ଆମେ ପ୍ରସ୍ତୁତି କରିବା ସୁପର ଟେଷ୍ଟି ଭେଜିଟେବୁଲ ଉପମା। ଏଥିପାଇଁ ମୁଁ କରେଇ ବସେଇଛି। କରେଇ ଗରମ ହେଇସାରିଲାଣି, ସେଥିରେ ଦେବା ସୁଜି ଆଉ ସେମିଆ। ତାପରେ ସେଥିରେ କିଛି ତେଲ ଏଡ୍ କରିଦେବା, କରିକି ଏହାକୁ ଭଲ ଭାବରେ କଣ୍ଟିନ୍ୟୁ ଆମେ ଭାଜିବା ଯେଉଁ ପର୍ଯ୍ୟନ୍ତ ଆମର ସୁଜି ସେମିଆ ଭଲ ଭାବରେ ଭାଜିନି। ତାପରେ ତାକୁ ଭାଜି ସାରିଲା ପରେ ଗୋଟେ ପ୍ଲେଟ୍କୁ ବାହାର କରିଦେବା। କରେଇ ବସେଇବା, ସେଥିରେ ଦେଇଦେବା ତେଲ। ତେଲ ଗରମ ହେଇସାରିଲା ପରେ ସେଥିରେ ଜିରା, ଚଣା ଡାଲି, ବିରି ଡାଲି, ବାଦାମ, କଞ୍ଚା ଲଙ୍କା, ଭୃଷଙ୍ଗ ପତ୍ର, ପିଆଜ ଏସବୁକୁ ଦେଇକି ଭଲ ଭାବରେ ଏହାକୁ ଭାଜିବା। ଭାଜି ସାରିଲା ପରେ ସେଥିରେ ଆମେ ରଖିଥିବା କାଟିକି ଫୁଲକୋବି, ବିନ୍ସ, ଗାଜର, ବିଟ୍, କ୍ୟାପ୍ସିକମ୍, ମଟର ଯାହା ବି ଥିବ ଆପଣ ଭେଜିଟେବଲ୍ସ ଦେଇପାରିବେ। ଦେଇକି ଏଥିରେ ଅଦା ଟିକେ ଦେଇଦେଇଛି କୋରା। ତାପରେ ଏଥିରେ ମ୍ୟାଗି ମସଲା, ଲୁଣ, ହଳଦୀ ଗୁଣ୍ଡ, ଟମାଟୋ ଏସବୁ ଦେଇକି ଭଲ ଭାବରେ କଷିବା। ପାଣି ଫୁଟିଗଲା ପରେ ଆମେ ଏଥିରେ ଦେଇଦେବା ସୁଜି ସେମିଆ। ଦେଇସାରିଲା ପରେ ଆମର ଭେଜିଟେବୁଲ ସୁଜି ସେମିଆ ଉପମା ପ୍ରସ୍ତୁତ ହେଇଗଲା। ଯଦି ଭିଡ଼ିଓଟି ଭଲ ଲାଗୁଛି ନିହାତି ଲାଇକ୍, ସେୟାର, ସବସ୍କ୍ରାଇବ୍ କରିଦେବେ। ଧନ୍ୟବାଦ।